ସମ୍ବଲପୁର ଜିଲ୍ଲା ନାକ୍ରିଦେଉଲ ବ୍ଲକରେ ସମ୍ବଲପୁର ଆଦିବାସୀ ଉନ୍ନୟନ ପରିଷଦ କିଷାନ ଭାଷା କଲା ଓ ସଂସ୍କୃତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଆୟୋଜନକ ସାଧୁ ବାହାଲି କିଷାନ ସମାଜ ପକ୍ଷରୁ ମଞ୍ଚ କଳାକାରମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ମଞ୍ଚ କଳାକାର ସହ ନିଖୁଣ ଅଭିନୟ ଓ ମନମୁଗ୍ଧ ଅଭିନୟ କରୁଥିବା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସ୍ଥାନୀୟ କଲ୍ୟାଣ ମଣ୍ଡପ ଫିତା କାଟି ଉଦ୍ଘାଟନ କରିଥିଲେ। ମଞ୍ଚରେ ସାଧୁ ବାହାଲ କିଷାନ ସମାଜ ସଭାପତି ମହର୍ଗ କିଷାନ, ସମ୍ମାନୀୟ ଅତିଥି ଭାବରେ ସୁରେନ୍ଦ୍ର ଚନ୍ଦ୍ର କିଷାନ, ବାବୁଲା ସାହୁ ଓ ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅବନୀ କୁମାର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କିଷାନ, ମହରାଗ କିଷାନ ଆୟୋଜନ କରିଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମର ସହଯୋଗ ମଧ୍ୟ କରିଥିଲେ। ସମସ୍ତଙ୍କୁ ନମସ୍କାର। ଆଜି ଆଦିବାସୀ ଭବନ ଉଦ୍ଘାଟନ ଅବସରରେ ସରକାରକୁ ଗୋଟେ ଅନୁରୋଧ ଯେ ଆମର ଆଦିବାସୀ ମାନଙ୍କର କଲା ସଂସ୍କୃତି କେନ୍ତା ବଞ୍ଚି ରହିବା ତାର ଉପରେ ଧ୍ୟାନ ଦେଲେ ଆଦିବାସୀ ମାନେ ବହୁତ ଆଗକେ ଯିବେ। ଯେହେତୁ ଆମର ରାଷ୍ଟ୍ରପତି ଆଦିବାସୀ, ଆମର ମୁଖ୍ୟମନ୍ତ୍ରୀ ଆଦିବାସୀ, ମୁଇଁ ସରକାରକୁ ଅନୁରୋଧ କରୁଛେ ଯେ ଆମର କଲା ସଂସ୍କୃତି କେନ୍ତା ବଞ୍ଚି ରହିବା ତାର ପ୍ରତି ଆମକୁ ଟିକେ ସହଯୋଗ କଲେ ଆମର ସବୁ କ୍ଷେତ୍ରରେ ଆମର ଆଦିବାସୀ ମାନେ ଆଗକେ ଆସିପାରେ।